ଘରେ ମାଲପୁଆ ବନେଇବା ବେଳେ ପୁରା ଟାଣ ହୋଇଯାଉଛି କି କିମ୍ବା ତେଲରେ ପକାଉ ପକାଉ ଫାଟି ଯାଉଛି, ତାହେଲେ ଆଜି ମୁଁ ଆପଣଙ୍କୁ ଦୋକାନୀର ଏମିତି ଗୋଟେ ସିକ୍ରେଟ ଟ୍ରିକ୍ କହିବି, ଯାହା ପରେ ଆପଣଙ୍କର ମାଲପୁଆ ପୁରା ତୁଳା ଭଳି ନରମ ଓ ରସାଳ ହେବ। ତାହେଲେ ଏଥିପାଇଁ ଭିଡ଼ିଓଟିକୁ ଆପଣ ପୁରା ଶେଷ ଯାଏ ଦେଖନ୍ତୁ, ଯାହାଫଳରେ ଆପଣ ରେସିପିଟି ବହୁତ ଭଲ ଭାବରେ ବୁଝିପାରିବେ। ଯଦି ଆପଣଙ୍କୁ ମୋର ଭିଡ଼ିଓଟି ଭଲ ଲାଗୁଛି ନିହାତି ଗୋଟେ ଛୋଟିଆ କମେଣ୍ଟ କରିବେ। ତାହେଲେ ଚାଲନ୍ତୁ ଏଇ ରସାଳ ମାଲପୁଆର ଆମେ ରେସିପି ଜାଣିବା। ସେଥିପାଇଁ ପ୍ରଥମେ ଗୋଟେ ପ୍ଲେଟ୍ରେ ଆମେ ଏଠି ପାଚିଲା କଦଳୀ ନେଇଯାଇଛି। ତ ଏଇଟା ଟିକେ ବଡ଼ ସାଇଜ୍ର ଯେହେତୁ ଅଛି, ସେଥିପାଇଁ ମୁଁ ଏଠି 2ଟି ନେଇଛି। ଆପଣ ଯଦି ଛୋଟ କଦଳୀ ନିଅନ୍ତି ତାହେଲେ ଏଠି 3ଟି ଏଡ୍ କରିବେ। ତ ଏଇ କଦଳୀର ପ୍ରଥମେ ଚୋପା ଛଡ଼େଇକି ଆମେ ଛୁରୀରେ ଏହାକୁ ଏମିତି ଛୋଟ ଛୋଟ ପିସ୍ କରିକି, ଯେମିତି ମୁଁ ଆପଣଙ୍କୁ ଭିଡ଼ିଓରେ ଦେଖାଉଛି ସେଭଳି ଭାବରେ ଆପଣ କାଟିଦେବେ। କାଟି ସାରିଲା ପରେ ଏହାକୁ ଗ୍ରାଇଣ୍ଡର ଜାର୍ରେ ପ୍ରଥମେ ଏହାକୁ ଗ୍ରାଇଣ୍ଡିଙ୍ଗ କରିଦେବା। ତ ଏଥିରେ କୌଣସି ପାଣି କିମ୍ବା କ୍ଷୀର ଏଡ୍ କରିବେନି। ଏଇଟା ପୁରା ଭଲ ଭାବରେ ଫାଇନ୍ ପେଷ୍ଟ କରି ଆଣିକି ଗୋଟେ ବାଉଲରେ ଚୁଚେଇ ଦେବେ। ଚୁଚେଇ ସାରିଲା ପରେ ଏଇଟା ଆମେ ଯେହେତୁ ଏଇଟା ଅଟାରେ ବ୍ୟବହାର କରୁଛେ, ଏଠି ମୁଁ ମଇଦା ବିଲକୁଲ ବି ୟୁଜ୍ କରିନି। ଏଇଟା ମେଜରିଂ କପ୍ରେ ମାପିକି 1.5 କପ୍ ନେଇଯାଇଛି ଅଟା। ତ ଏଇଠି 1.5 କପ୍ ଯେହେତୁ ଅଟା ନେଇଛି, ତ ସୁଜି ଏଠି 1/2 କପ୍ ନେଇଛି। ତ ଲୁଣ ଦେଇଦେଇଛି ଟେଷ୍ଟ ହିସାବରେ। ଆଉ ଏଠି ନେଇଯାଇଛି ପାନମଧୁରୀ 1 ଟେବୁଲ ସ୍ପୁନ୍, ଗୁଜୁରାତି 2ଟି ଛେଚିକି ଦେଇଦେଇଛି। ଆଉ ଏଠି ଚିନି 2 ଟେବୁଲ ସ୍ପୁନ୍ ଦେଇଛି। ଚିନି ଜାଗାରେ ଆପଣ ପାଉଡର ଗୁଡ଼ ବି ୟୁଜ୍ କରିପାରିବେ। ଏହାକୁ ହ୍ୱିସ୍କରରେ ଭଲ ଭାବରେ ମିକ୍ସ କରିବା। ତାପରେ ଆପଣ ମନେ ରଖିଥାନ୍ତୁ, ଏହାର ଗୋଟେ ସିକ୍ରେଟ ଟ୍ରିକ୍ ହେଲା, ତ ଏଇଥିରେ ଆପଣ ବେଶୀ ସୁଜି ୟୁଜ୍ କରିବେନି। 1.5 କପ୍ରେ ଆପଣ ଅଧା କପ୍ ସୁଜି ୟୁଜ୍ କରିବେ। ଯଦି ଆପଣ 1 କପ୍ ଅଟା ନିଅନ୍ତି ତାହେଲେ ଏଇଟା 3/4 କପ୍ ଆପଣ ସୁଜି ନେବେ, ମାନେ ପୁରା ଅଧାରୁ ଅଧା। ତ 4 ଭାଗରୁ ଆପଣ 3 ଭାଗ ନେବେ ସୁଜି। ତ ନେଲା ପରେ ଆପଣ ଦେଖିବେ ଆପଣଙ୍କର ମାଲପୁଆ ବହୁତ ବଢ଼ିଆ ରସାଳ ହେବ। ତ ଏଇଠି ମୁଁ କହୁ କହୁ ଏଠି କ୍ଷୀର ମୋର ଏଠି 2 କପ୍ ଲାଗିଛି। ଯେଉଁ କପ୍ରେ ଆମେ ମାପିକି ଅଟା ନେଇଥିଲେ ସେଇ କପ୍ରେ ମାପିକି ଆମେ କ୍ଷୀର ନେଇଛେ। ଏହାକୁ 5 ମିନିଟ୍ ଭଲ ଭାବରେ ମିକ୍ସ କରିକି ଘୋଡ଼େଇକି 10 ମିନିଟ୍ ରଖିଦେବା। ତାପରେ ଏଇଠି ଦେଖନ୍ତୁ, ଆମେ ଚିନି ସିରା ପାଇଁ ଗୋଟେ ଡେକ୍ଚିରେ ମୁଁ 1.5 କପ୍ ନେଇଯାଇଛି ଚିନି, ଆଉ ନେଇଛି ପାଣି ବି 1.5 କପ୍। ଯେତିକି ଚିନି ସେତିକି ପାଣି। ଯେହେତୁ ଆମେ ଅଟା ଏଠି 1.5 କପ୍ ନେଇଛେ, ସେଥିପାଇଁ ମୁଁ ଏଠି 1.5 କପ୍ ଚିନି ନେଇଛି। ତ ପାଣି ଦେଇ ସାରିଲା ପରେ ଆମେ ଏଠି କେଶର ଟିକେ ଭଲ କଲର୍ ଆସିବ ଆଉ ବାସ୍ନା ପାଇଁ ଏଠି କେଶର ଦେଇଛେ। ତାପରେ ଏଠି ଗୁଜୁରାତି ମୁଁ 6ରୁ 7ଟି ଛେଚିକି ଦେଇଦେଇଛି। ତ ଏହାକୁ ଟିକେ ଆମର ପାଣିଟା ଫୁଟିଲା ପର୍ଯ୍ୟନ୍ତ ଆମେ ଅପେକ୍ଷା କରିବା। ତ ପାଣିଟାରେ କୌଣସି ଚିନି ଶିରାରେ ଆମର ତାର କି 2 ତାର ବନିବାର ନାହିଁ। ଜଷ୍ଟ ଫୁଟିଯିବ ଆଉ ହାତକୁ ଟିକେ ତେଲିଆ ତେଲିଆ ମାନେ ଅଠାଳିଆ ଟିକେ ଲାଗିବ, ଯେମିତି ମହୁ ଲାଗେ ସେଭଳି ଭାବରେ। ତ ଆମର ଏଇଟା ପ୍ରସ୍ତୁତ ହେଇଗଲା, ଗୋଟେ ସାଇଡ଼କୁ କରିଦେବା। ଏବେ ପ୍ଲେଟ୍ କାଢ଼ିକି ଦେଖନ୍ତୁ, ଆମେ ଏହାକୁ ଭଲ ଭାବରେ ମିକ୍ସ କରିବା। ଦେଖନ୍ତୁ ଏହାର କେମିତି ବେଟରଟି ରହିଛି। ଯେମିତିକି ଆପଣ ଉପରୁ ପକାଇବେ ନା, ଏଇଟା ପୁରା ଗୋଟେ ଫ୍ଲୋରେ ଗୋଟେ ଧାରରେ ଏଇଟା ପୁରା ଅଟା ସହିତ ମିଶିଯିବ। ତାହେଲେ ଆପଣଙ୍କର ବେଟରଟି ଠିକ୍ ଅଛି। ତ ଏଇଠି ମୁଁ ତେଲ ଗରମ କରିଦେଇଛି ମିଡ଼ିୟମ୍ ତେଲ ମାନେ ଆଞ୍ଚରେ। ତ ଏଇଠି ତେଲ ଗରମ ହେଇସାରିଲା ପରେ ଏମିତି ଗୋଟେ ଗୋଟେ ବେଲା ମୁଁ ନେଇଛି। ତ ପ୍ରଥମେ କରିକି ଦେଖିଲି ଏଇଟା ଭଲ ଭାବରେ ହେଇଛି ନା ନାହିଁ ତେଲଟା ଗରମ। ତ ଏବେ ଆମେ ଏଇଠି ଗୋଟେ ଗୋଟେ ବେଲା ନେବା, ଆଉ ଏପଟ ସେପଟ କରିବାନି, ଗୋଟେ ଧାରରେ ହିଁ ପକାଇବା। ପକାଇ ସାରିଲା ପରେ ଗ୍ୟାସ୍ ଫ୍ଲେମ୍କୁ ଆପଣ ଲୋରୁ ମିଡ଼ିୟମ୍ ରଖିବେ। ଆଉ ଏହାରି ଉପରେ ଚାରିପଟରୁ ଆପଣ ଉଷୁମ ତେଲ ଏମିତି ପକାଉଥିବେ। ତ କେୟାରଫୁଲି ଭାବରେ ପକାଇବେ। ତ ଦେଖନ୍ତୁ କେତେ ବଢ଼ିଆ, ମୁଁ ଆପଣଙ୍କୁ ଜୁମ୍ କରିକି ଦେଖାଉଛି କେତେ ବଢ଼ିଆ ଫୁଲି ଫୁଲି ଯାଉଛି। ଆଉ ଏଇ ମାନେ ଏହାର ସିକ୍ରେଟ ଟ୍ରିକ୍ ହେଲା ନା ସାଙ୍ଗମାନେ, ଆପଣ ବିଲକୁଲ ବି ସୁଜି ଏଥିରେ ଅଧିକା ଏଡ଼୍ କରିବେନି। ଆପଣ ମଇଦା ୟୁଜ୍ କରନ୍ତୁ କିମ୍ବା ଅଟା ୟୁଜ୍ କରନ୍ତୁ। ତ ଦେଖନ୍ତୁ ଏହାର ଗୋଟେ ସାଇଡ଼୍ ଆପଣ ହେଲା ପରେ ଆର ସାଇଡ଼୍କୁ ଉଲ୍ଟେଇ ଦେବା। ତ ଏଟାକୁ ଟିକେ ସାଇଡ଼୍ କରିଦେବା। ତାପରେ ଆମେ ଆଉ ଗୋଟେ ବେଲା ଦେବା। ଏହାକୁ ମଧ୍ୟ ଦେଇ ସାରିଲା ପରେ ତେଲକୁ ଏମିତି ଉପରେ ପକାଉଥିବା। ତାପରେ ବିଲକୁଲ ବି ଆପଣ ମାନେ ତଳପଟୁ ଓଲଟେଇବା ପାଇଁ ବିଲକୁଲ ବି ମାନେ ବ୍ୟସ୍ତ ହେବେନି। ତ ଏଇଟା ସେମିତି ଥିବ ସାଇଡ଼୍ରେ। ତ ଏଇଟାର ଆଉ ଗୋଟେ ମଧ୍ୟ ମୁଁ ପକାଉଛି। ଦେଖନ୍ତୁ କେତେ ବଢ଼ିଆ ଫୁଲୁଛି ନା ସାଙ୍ଗମାନେ, ବହୁତ ବଢ଼ିଆ ଟେଷ୍ଟି ଆଉ ରସାଳ ବି ହେଇଛି। ଆପଣ ପୁରା ଆଗରୁ ମଧ୍ୟ ଦେଖିପାରିଥିବେ। ତ ଏହାକୁ ଏବେ ଛାଣିକି ଆମେ ବାହାର କରିଦେବା। ଆଉ ସାଙ୍ଗେ ସାଙ୍ଗେ ଆମେ ଏଇଟା ଗରମ ଥିବ ହିଁ ଚିନି ଶିରାରେ ପକାଇବା। ଆଉ ଚିନି ଶିରା ପକାଇବା ସମୟରେ ଆପଣ ପ୍ରଥମେ ମନେ ରଖନ୍ତୁ, ଚିନି ଶିରାଟା ବହୁତ ଗରମ ଥିବ। ଆପଣ ବିଲକୁଲ ବି ଏଇଟା ଥଣ୍ଡା ଶିରାରେ ପକାଇବେନି। ତ ଯଦି ଆପଣଙ୍କର ଥଣ୍ଡା ହେଇଯାଇଛି ଶିରା, ତାହେଲେ ଆପଣ ପୁଣି ଥରେ ଗରମ କରିଦେବେ। ତ ଏଇଭଳି ଭାବରେ ଆମେ ସବୁ ଶିରାରେ ବୁଡ଼େଇକି ମାଲପୁଆ ରଖିଦେଲେ ଏଇଟା 1ରୁ 2 ମିନିଟ୍ ରଖିକି ଆପଣ ସାଙ୍ଗେ ସାଙ୍ଗେ ବାହାର କରିଦେବେ। ତ ଦେଖନ୍ତୁ ଏବେ ଆମେ ପ୍ଲେଟ୍କୁ ବାହାର କରିଦେଲେ। ତ ଆମର ପ୍ରସ୍ତୁତି ହେଇଗଲା ଆମର ପୁରା ଦୋକାନ ଭଳି ନରମ ରସାଳ ମାଲପୁଆ। ଆପଣଙ୍କ ଘରେ ମାଲପୁଆ ସମସ୍ତଙ୍କୁ କେମିତି ଲାଗିଲା କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ଏବଂ ଚ୍ୟାନେଲକୁ ନିଶ୍ଚୟ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।